नमस्कार जय जगन्नाथ आम ए बाहरी गोटे जगह आपण मैंने देखिए आम कौटी पहुँचमु ये सरप्राइज रहा चलते देखिए आज गोटे बढ़िया जगह देखीमु आम गाँव पाखरे चल आगे देखिए आम ए बाहरलु चलते सूर्य अस्त होगा लगे तो आम ए घर को जबार प्रोग्राम कर सारूँ आम आसती फटो उठाई ये हूँ आम नई बैतरणी नई बोली शुणी थे। हाय आज आम पखाड़ खाଇବା आरंभ हो गले आपण मैंने पखाड़ खाई सारे कि आम अंडा भजा हो अंडा आमलेट पूरा माने गरम गरम देखी पारे रोसई घरे ये आमर भातटा देखिए ये कौन आइटम है देखे दूसरी पखाड़ भात सकाळु पखाड़ भात एटा होची हमर बैगण खास करी सुकुआ फ्लेवरटा हेची तापर एठी हमर साग भजा एठी हमर रुटी अंडा भजाटा आसियो गोटे खाई साइलुनु गरम गरम आस्तिला हम समस्त फाळ फाळ आके खाई देलु तापर सुकुआ बो आ एक्स्ट्रा पोड़िया पई जाईची बापा दळी देई जाईथिले दळाटा पूरा टेस्ट लागुची आमे आसी खाई दे देखंतु सांगे सांगे अंडाटा आसला गरम गरम अंडाटा पूरा अंडा आमलेट आसला भाग अंडा सब खाई देथिने बोले मते कहलेनी भाग नै बोले। हां एबे हमर गरम गरम अंडा आसीगला अंडा आमलेट आम सब एबे खाइबु हाय कहि दियो समस्ते पखाड़ भात सहित हमर हाय हाय आडू कैमरा गले को ना सब आसो किंतु कैमराटे मो आगु आसने ये होची मो स्वीट सिस्टर अंडा टी खाई देथिनी बोले मोठारू भाग नवा चेष्टा करछि पखाड़ खाई सार पुणी नेक्स्ट वीडियो कोठी देखा हबो देखंतु बो गरम गरम सुकुआ पोड़ी की नहीं आसला ना सुकुआ सहित पखाड़ जो टेस्ट लागिवो चिकेन मटन भी एमती लागिवनी देख मोर अंडा भाग खाईदेला देला मते चीनी टे देछन कमेरा बोले जल्दी जल्दी नमस्कार जय जगन्नाथ आम ए बाहरी गोटे जगह आपण मैंने देखिए आम कौटी पहुँचमु ये सरप्राइज रहा चलते देखिए आज गोटे बढ़िया जगह देखीमु आम गाँव पाखरे चल आगे देखिए आम ए बाहरलु चलते देखो तो आम सहित भालू आसो बोली पूरा हस्तव्यस्त होगा बाध्य कि आम गेट दे देखी कौ बाटे बुली 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 जा आम सहित आ भालू चलो आम प्रोटेक्ट रहा नहीं ये आम रास्ता आम जो मेन जगह पहुँची गले देखिए प्लेसटा केमती लगुच ये जस्ट आम गाँ प्रवेश कलु
ହେଉଛି ଆମ ଗାଁର ଦୃଶ୍ୟ। ଦେଖନ୍ତୁ ଏ ହେଲା ଆମ ଗାଁର ଦୃଶ୍ୟ। ଆମେ ଯାଇକି ପହଞ୍ଚି ସାରୁ ସେଠି ଦେଖିବେ ମାନେ ମାନେ ସରପ୍ରାଇଜ ପ୍ଲେସ୍ ଅଛି। ଆମ ଗାଁରେ ଯୋଉ ଜାଗାରେ ବୁଲି ସେ ଜାଗାଟା ସୁନ୍ଦର। Wow, so beautiful. Wonderful. ଦେଖୁନା ଏବେ ଆରମ୍ଭ ହେଇଗଲା। ଆମ ବନ୍ଧ ଉପରେ ଯାଇ ପହଞ୍ଚିବୁ। ବନ୍ଧ ତଳେ ସରପ୍ରାଇଜ ଦେଖିବେ। ଇଏ ହଉଛି ଆମ ରାସ୍ତାର ଗଳି। ବହୁତ ଗଳି ଅଛି। ଆମ ଗାଁ ବହୁତ ବଢିଆ। ଏଇ ଗଛ ସବୁ ଦେଖିଥିବେ। ଏଇଟା କି ଗଛ ତି ବାୟାଣୀ ସବୁ ବନ୍ଦୁରୀ ଗଛ। ଦେଖନ୍ତୁ ଆମେ ଜଷ୍ଟ କ୍ରସ୍ କଲୁ। ଆମ ନଈ ବାଲି ପଳେଇ ଆସିଲା। ଦେ ମୁହଁ ଦୁଶୁନି। ଫାଇନାଲ ଆପଣ ଦେଖିପାରୁଥିବେ ଚାରିପାର୍ଶ୍ୱର କେମିତି ସୁନ୍ଦର ଲାଗୁଛି। ଇଏ ହେଉଛି ବୈତରଣୀ ନଦୀ। ବୁଢା ବୈତରଣୀ ଯାହାକୁ ବୋଲି ଆପଣ ମାନେ ଜାଣିଛନ୍ତି ଇଏ ହେଉଛି ବୁଢା ବୈତରଣୀ ନଦୀ। ଆମେ ଏଇଠାରେ ଆଜି ଆସିଛୁ ଫଟୋ ଉଠେଇବା ପାଇଁ। ମାନେ ଦେଖିଲେ ତ ବହୁତ ସୁନ୍ଦର ଲାଗୁଛି। ଆପଣମାନଙ୍କୁ ଦେଖିକି କେମିତି ଲାଗୁଥିବ ଆପଣମାନେ ନିଶ୍ଚିତ କମେଣ୍ଟରେ କହିବେ। ସୂର୍ଯ୍ୟ ଅସ୍ତ ହେବାକୁ ଲାଗିଲେଣି ତ ଆମେ ଏବେ ଘରକୁ ଯିବାର ପ୍ରୋଗ୍ରାମ କରିସାରିଲୁଣୁ। ଆମେ ଆସିଥିଲୁ ଏଠି ଫଟୋ ଉଠେଇବା ପାଇଁ। ଇଏ ହଉଛି ଆମ ନଈ ବୈତରଣୀ ନଈ ବୋଲି ଶୁଣିଥିବେ। ତ ଏଠି ଆମର ଫଟୋ ଚାଲିଛି ଉଠେଇବା। ଏ ଏରିଆଟାର ଦେଖିପାରୁଛନ୍ତି କେତେ ମାନେ ସୁନ୍ଦର ଆସୁଛି ଜାଗାଟା। ଏବେ ସଞ୍ଜ ହେଇଗଲାଣି। ଏଠି ସବୁ ଏ ଜାଗାକୁ ଯେତେ ଦେଖିଲେ ସେତେ ସୁନ୍ଦର ଲାଗୁଛି। ମନ ହଉଛି ଏମିତି ବସିକି ରହିବା ପାଇଁ। ଜାଗାଟା ସେତେ ସୁନ୍ଦର ହିଁ ହେଇଛି। ତ ସେ ଆଉ ଦିନେ ଆମେ ଯିବୁ ସେପଟେ ଆମ ଯୋଉ ନଈ ପାର ସେପଟେ ଯିମୁ ଦେଖେଇମି ସେ ଜାଗାଟା କେତେ ସୁନ୍ଦର ହେଇଛି। ଆମ ଏରିଆର ସବୁ ଜାଗା ହିଁ ସୁନ୍ଦର ଲାଗେ। ଏଇଟା ହଉଛି ଆମ ବୈତରଣୀ ନଈ। ଦେଖିପାରୁଥିବେ ଏପଟରୁ ସେପଟ ପର୍ଯ୍ୟନ୍ତ ପୁରା ଚାଲେ। ଏବେ ଏଇ ଶୀତ ପଡ଼ିବାରୁ ନଈ ଶୁଖି ଯାଇଛି। ଏବେ ଏତେ ସଞ୍ଜ ହେଇଗଲାଣି। ଆମେ ଘରକୁ ଏବେ ଯିବୁ ବାହାରି ପଡ଼ିଲୁଣୁ। ପୁଣି ଦେଖାହବ ନେକ୍ସଟ ଭିଡ଼ିଓରେ। କଣ୍ଢେଇବା କଣ୍ଢେଇବା। ହାୟ ଗାଇସ୍। ହାୟ ଗାଇସ୍ ଆମର ଏବେ ସରିଲା। ଆମେ ଏବେ ଘରକୁ ଯାଉଛୁ। ଏବେ ମାନେ ଆପଣ ଟାଇମ ଜାଣିପାରୁଥିବେ। ଆମେ ଏବେ ଘର ପାଖାପାଖି ହେଇଗଲାଣି। ରାତି ହେଇଗଲାଣି। ଆମେ ଯୋଉ ବୁଲିକି ଆସିଲେ ସେ ଜାଗାଟା ଆପଣମାନଙ୍କୁ କେମିତି ଲାଗିଲା କହିବେ। ନିହାତି କମେଣ୍ଟ ମାଧ୍ୟମରେ କହିବେ। ଆମେ ଘରେ ପହଞ୍ଚିଲେ ନେକ୍ସଟ ଭିଡ଼ିଓ ହବ। ଇଏ ହଉଛି ଆମ ପାଖ ଘର ପାଖରେ ସନ୍ତୋଷୀ ମା ମନ୍ଦିର। କେତେ ସୁନ୍ଦର ହେଇଛି। ମା ସନ୍ତୋଷୀ ମା ଦେଖିପାରୁଥିବେ ଏଇ ମନ୍ଦିର। ଏଠି ଆମର ଯଜ୍ଞ ପିଣ୍ଡ ଅଛି ତା ପାଖରେ। ହଂସ ଗୋଡେଇ ଆଣିଛି। ଆମ ଭାଲୁ ଯାଇକି ତାକୁ ଗୋଡେଇ ଦେଲା। ଏବେ ଆମ ପୋଲ ପାଖାପାଖି ହେଇଗଲୁଣୁ। ଦେଖିପାରୁଥିବେ ଆମେ ଏବେ ପୋଲ ଉପରେ ଅଛୁ। ଆଉ ଜଷ୍ଟ 4-5 ମିନିଟ ଭିତରେ ଆମେ ଘରେ ଯାଇ ହାଜିର ହେଇଯିବୁ। ଆଉ ପୁରା ରାତି ହେଇଗଲାଣି। ଆମେ ଆସିକି ପହଞ୍ଚିନୁ। ଏବେ ଆସିକି ପହଞ୍ଚିଲୁ। ଦେଖିପାରୁଥିବେ ଯିବା ଏକାଥରେ ଡାଇରେକ୍ଟ ଘରକୁ। ଦେଖିଲା ବେଳକୁ ଛୁଆ ଆସିକି ପହଞ୍ଚି ସାରିଲେଣି। ଛାତ ଉପରେ ବସିଛନ୍ତି। ମାନେ ଆମେ କେତେବେଳେ ସୁଟିଂ ହେଲାଣି। ଛୁଆ ମନ ଦୁଃଖ କରୁଛନ୍ତି। କହୁଛନ୍ତି ଯେ ଦିଦି ତମେ ପଳେଇଥିଲା ଆମକୁ କେମିତି କହିଲନି। ବୋଉ ତାକୁ କଣ ଖଟା ସମସ୍ତଙ୍କୁ ବାଣ୍ଟୁଛି। ହାय କହିଦବ।
ହାଏ କହିଦିଅ ସବୁ। ହାଏ କହିଦିଅ ମୋ ଛୁଆ। ହାଏ କହ ବେବି। ସଞ୍ଜ ହେଇଗଲାଣି, ଚାଲ ତଳକୁ ପଡିବ। ଯେ ଦିଦି ଆମେ ଟିକେ ତମକୁ ଭଲକି ଦେଖିବୁ। ହାଏ କହିଦିଅ। ଦେଖିପାରୁଛେ ଆମର ଏଠି ଚିକେନ ବସିଛି। ଚାଲନ୍ତୁ ଦେଖିବା ଚିକେନ ଟା କେତେ ବାଟ ହେଲାଣି। ଆମର ଚିକେନ କଷା ହେଇଗଲାଣି। ଏପଟେ ବୁଲି ଆସିବା। ଏପଟେ ଆମର ଅଣ୍ଡା ସିଝୁଛି। ତାପରେ ଏପଟେ ଏଇଟା ଆମର କଣ ବାବା? ଚିକେନ କଷା। ଚିକେନ କଷା ଆଉ ଅଣ୍ଡା। ଦେଖନ୍ତୁ ଆମେ କଣ ଖାଉଛେ ବାବା? ଚିକେନ ଆଉ ଅଣ୍ଡା। ଆମେ 2 ଜଣ ଖାଇବା।